ମୁଁ ଆଦର୍ଶ ଶିକ୍ଷା ନିକେତନ ବାଲିପାଳ ତଥା ତାର ଆଖପାଖ ଗାଁର ପିଲାମାନଙ୍କୁ ଶିକ୍ଷା ତଥା ଉତ୍ତମ ବ୍ୟବହାରିକ ଜ୍ଞାନ ଦେବା ମୋର କାମ। ମୋ ପିଲାମାନେ ଶାରୀରିକ ମାନସିକ ତଥା ଆତ୍ମିକ ଜ୍ଞାନ ପାଇ ଆଦର୍ଶ ଜୀବନ ବିତାନ୍ତୁ, ଏଥିପାଇଁ ମୁଁ ସର୍ବଦା ପ୍ରଚେଷ୍ଟିତ। ପିଲାମାନେ ମା ବାପାଙ୍କ କୋଳ ଛାଡ଼ିବା ପରେ ଆସନ୍ତି ମୋ କୋଳକୁ। ମୋ କୋଳରେ ହସନ୍ତି, ଖେଳନ୍ତି, ପଢ଼ନ୍ତି, ଶିଖନ୍ତି, ମାଡ଼ ଗାଳି ବି ଖାଆନ୍ତି। ଆଉ ମୁଁ ମୂକ ସାକ୍ଷୀ ହୋଇ ଏସବୁକୁ ଦେଖୁଥାଏ। ପିଲାଟିଏ ଏଠାକୁ ଆସିଲା ବେଳେ ମୁଁ ତାକୁ ମୋ କୋଳରେ ଜାବୁଡ଼ି ଧରି ରଖିବାକୁ ଚାହେଁ। ଆଉ ସେ ଯେତେବେଳେ ବଡ଼ ହୋଇ ପାଠପଢ଼ା ସାରି ଏଠାରୁ ବିଦାୟ ନେବାକୁ ଚାହେଁ, ସେତେବେଳେ ମୁଁ ମଧ୍ୟ ତାକୁ ଜାବୁଡ଼ି ଧରିବାକୁ ଚାହେଁ। କିନ୍ତୁ ବିଧିର ବିଧାନରେ ମୁଁ ବନ୍ଧା। ମୋ କୋଳରୁ ତାକୁ ନ ଛାଡ଼ିଲେ ସେ ଆଗକୁ ବଢ଼ିବ କେମିତି ଆଉ ପାଠ ପଢ଼ିବ କେମିତି? ଭଲ ପାଠ ପଢ଼ି ଭଲ ମଣିଷଟିଏ ହେଲେ ଶେଷରେ ମୋର ହିଁ ତ ନାଁ ହେବ ନା। ତେଣୁ ମୁଁ ସବୁ ସ୍ନେହ ମମତାକୁ ଛାତି ତଳେ ଚାପି ଧରି ମୋ ପିଲାମାନଙ୍କୁ ବିଦାୟ ଦିଏ। ଆଉ ଆଜି ସେମିତି ଏକ ବିଦାୟର ଦିନ। ଆଜି 10ମ ଶ୍ରେଣୀର ପିଲାମାନେ ହସି ହସି ବିଦାୟ ନେଉଛନ୍ତି। ଆଉ ତାଙ୍କର ସାନ ଭାଇ ଭଉଣୀମାନେ ତାଙ୍କୁ ଧୁମଧାମରେ ବିଦାୟ ଦେଉଛନ୍ତି। ମନରେ ଦୁଃଖ ଥିଲେ ବି ମୋ ପିଲାମାନେ ଦୁଃଖରେ ହସିବା ଶିଖିଛନ୍ତି। ଜୀବନରେ ପ୍ରତ୍ୟେକ ଜିନିଷ ଶ୍ରମ ଦ୍ୱାରା ମିଳେ, ଆଉ ପରିଶ୍ରମ ଦ୍ୱାରା ମିଳୁଥିବା ବସ୍ତୁର ମଜା ଭିନ୍ନ ଧରଣର। ବିଦାୟ ନେଲା ବେଳେ ମୋ ପିଲାମାନେ ଏହି ମଜାକୁ ଅନୁଭବ କରନ୍ତୁ, ସେଥିପାଇଁ ଏକ ପ୍ରୟାସ କରାଯାଉଛି, ଯାହା ସେମାନଙ୍କୁ ପରିଶ୍ରମର ମୂଲ୍ୟ ଓ ସେଥିରୁ ମିଳୁଥିବା ଜ୍ଞାନ ବିଷୟରେ ଅବଗତ କରାଇବ। ତମ ପାଇଁ ଗିଫ୍ଟ ଏଇଠି ଆଖପାଖରେ କେଇଟି ରଖା ହେଇଛି, ଆଉ କେଇଟି ରଖା ହେଇଛି ତୁମକୁ ବି ନିର୍ଦ୍ଦେଶ ଦିଆହେଇଛି। ସେ ତ ଆମେ ଜାଣିନେ, ତୁମକୁ ନିର୍ଦ୍ଦେଶ କିଛି ଦିଆହେଇଛି ଯେ ତମ ଗିଫ୍ଟ ଅମକି ଜାଗାରେ ଅଛି, କାଢି ନିଅ। ନଷ୍ଟ କରିବନି କିଛି ଜିନିଷ, ଯାହା ଯେଇଠି ଅଛି ଧୀରେ ସ୍ଥିର ରଖିବ। କଣ ଖୋଜୁଛ ତମ ମାନେ? ମୋ ପିଲାମାନେ କେତେ ଖୁସି ମଜା କରୁଛନ୍ତି, ଦେଖିଲା ବେଳକୁ ମୋ ଛାତି କୁଣ୍ଢେ ମୋଟ ହେଇଯାଉଛି। ଭଗବାନ ସେମାନଙ୍କର ମଙ୍ଗଳ କରନ୍ତୁ। ସେମାନେ ସବୁବେଳେ ଆଗକୁ ଏମିତି ହସୁଥାନ୍ତୁ ଆଉ ଅନ୍ୟକୁ ଖୁସି ବାଣ୍ଟୁଥାନ୍ତୁ। ସବୁଦିନ ତୁମ୍ଭେ ମାନେ ଆମ ମାନଙ୍କ ପାଇଁ ଚକୋଲେଟ ପରି ମିଠା ଲାଗୁଥିବ। ହଁ ତମ ପାଇଁ ଅଛି, ତମ ଖୁଲିବନି କଣ କରିବ? मेडिसिन जा सत्यानाश रख दिया तो रख दे था कर चोके जानी गलो तो रख दियो जणे आसो जण करो हेने हे जो 17 पा सेठी केटी अछि ताने खुज 17 पा देई खुज सेठी औ जे जिंस काढियो फेर रखी दबो सजे माने फिंगी फुंगा दबोनी खुचाटानी। आउ जन को दियो पड़ते समस्त थर थर मुठे मु जीवन रे जते झड़ झंझा आसिले सर्वदा एई स्केल परी मापी चुपी अर्थात सतर्कतार सह चलिबो ओ आमे केउठरे भूल कले हमकु सतर्क करि देबो। एई स्थानटार दक्षिण दिगको जेइटार चिन्ह दे सही सर
ସହଜରେ ପାଇଗଲେ କିସ କଣ ପଢ ଯାହା ଲେଖା ହେଇଥିଲା ପଢ। ଅପା ତୁମେମାନେ ସବୁଦିନେ ଏଇ କଲମ ହୋଇ ରହିବ, ଅନ୍ୟମାନଙ୍କୁ ଶିକ୍ଷିତ କରୁଥିବ, ଏହା ପର ଉପହାର। ନେହେରୁଜୀ କହିଛନ୍ତି ଖୋଜି ନିଅ। ନେହେରୁଜୀଙ୍କ ପାଖରେ ଅଛି ଖୋଜି ନିଅ। ତାପରେ ଉପହାର ନେହେରୁଙ୍କ ପାଖରେ ଅଛି ନିଅ। ପଳେଇ ଆସ ପଳେଇ ଆସ। ଠକିଗଲ ନା ଠକିନ? ଖୋଲିବ ନା? ଅପା ଆମେ ଯଦି କେବେ ତୁମ ମନରେ ଦୁଃଖ କଷ୍ଟ ଦେଇଥିବୁ ତେବେ ଆମକୁ ତୁମର କୁନି ଭାଇ ଭଉଣୀ ଭାବି କ୍ଷମା କରିଦବ। ଆମର ଯେ ସାର୍ ମାନେ ଆମକୁ ଅଲଗା ଟ୍ୟୁସନର ପଢୁଛନ୍ତି ମାନେ ତାଙ୍କ ହେଡ୍ ସାର୍ କିଛି ବୁଝନ୍ତିନି। ତାଙ୍କ ସାର୍ ନେଇଛନ୍ତି ସେ ସବଜେକ୍ଟଟା ବୁଝେ। ଆମ ସାର୍ ସେଇଟା ଗାର୍ଡିଆନ ହିସାବରେ ବୁଝନ୍ତି। ଆଜି ଦିନଟା ଦୁଃଖ ଦେଲେ ବି ଖୁସି ଲାଗୁଛି। ପିଲାମାନେ ଆମେ ଯେମିତି ବଦମାସି ପାଠ ପଢୁଥିଲୁ, ସାର୍ ଆମକୁ ବହୁତ ଗାଳି ଦିଅନ୍ତି, କିନ୍ତୁ ତମକୁ ଅନୁରୋଧ କରୁଛି ତମେ ଏମିତି ବଦମାସ କେବେ ବି ହବନି। ସାର୍ଙ୍କ କଥା ମାନିବ, ସାର୍ ଯାହା କହିବେ ତାହା ବୁଝିବ, ତାପରେ କରିବ। ସାର୍ ଯାହା ପାଠ ଦେବେ କରିକି ଆଣିବ। ତ ପ୍ରଥମେ କାହାରି ଖାତିର କରୁନଥିଲି, ଆଉ ଯେତେବେଳେ ଟ୍ୟୁସନକୁ ଆସିନି ସମସ୍ତଙ୍କୁ କଥାରେ ମାନିନି, ଆଉ ଘରରେ ସମସ୍ତଙ୍କୁ ତ ମାନିନି, କାହାରିକି ବି କିଛି ଯୋଉଟା ବି ଦେବ ବି କରୁନି। ସବୁବେଳେ ମୁଁ ଜୁହାର ହୁଏ, ସକାଳୁ ରାତିରେ ସବୁ ଜୁହାର ହୁଏ। ପ୍ରଥମ ଦିନେ ଛୁଆଟି ମନେ କେବେ କାହାରିକି ଜୁହାର ହେଉନଥାଏ। ଆଦର୍ଶ ଶିକ୍ଷା ନିକେତନକୁ ଆସିଲା ଭିତରୁ ସବୁବେଳେ ଜୁହାର ହେଉଛୁ, ଆଉ ସକାଳ ରାତି ସବୁ ଜୁହାର ହେଉଛୁ। ଯେତେ କଷ୍ଟ ଆସୁ ଦୁଃଖ ଆସୁ ସାର୍ଙ୍କୁ କେବେ ମନ ଦୁଃଖ କରିବେନି। ରମା ସାର୍ ପପୁ ସାର୍ଙ୍କୁ ସବୁବେଳେ ଖୁସିରେ ରଖିବ, ସେ ଯାହା କହିବେ ତାହା ମାନିବ। ଆଉ ଦଳବେନ୍ଦ ସାର୍ଙ୍କୁ ସେ ବହୁତ କଷ୍ଟ କରିକି ଆସୁଛନ୍ତି, ରାତି ନାହିଁ ବିତେ ନାହିଁ ବର୍ଷା ସବୁବେଳେ ସେ ଆସି ଏଠି ଜବ୍ କରୁଛନ୍ତି। ସାର୍ ମୋ ମିସେସ୍ ରୁବିନା ଏମିତି ଢୁଳାନ୍ତି, ମେଲେ ଦେବେ। ସାର୍ ଯଦି ବି ବସିଥାନ୍ତି ଘରଟାକୁ ମେଲେ ଦେବେ। ରୁବିନା ଏମିତି ଢୁଳାନ୍ତି। ମୋନାଲିସା ଏମିତି ଶୁଅନ୍ତି। କୋଉଠି ଶୁଅନ୍ତି ମୋନାଲିସା? ମୋନାଲିସା ଚଷମା ତଳେ। ଆପଣ କନ୍ଥା ତଳେ ଶୁଣିଥିବେ, ବେଡସିଟ୍ ତଳେ ଶୁଅନ୍ତି ଶୁଣିଥିବେ। ରମା ସାର୍ ଠିକ ଜାଣନ୍ତି କି ଢୁଳାଇକି ନାହିଁ, ସସ୍ମିତା ମୋର ଘୁଘୁର ଢୁଳାନ୍ତି। ରୋସ୍ତିଆ ତ ସାର୍ ଆଉ ରମା ସାର୍ ଠିକ ଜାଣନ୍ତି। ମିଛ କାନେ କହୁଛୁ ସାର୍ ପାଖେ ଢୁଳାନ୍ତି ତ ସତ କଥା କହିଲେ ମିଛ କାହିଁ କହୁଛୁ? ନା ସେ ଏମିତି ଢୁଳାନ୍ତିନି, ଏମିତି ବାଟ ସେ ଏମିତି ତାଙ୍କୁ ବହି କଣି କହୁଛି ବାସ୍ ଏମିତି ନାଇଁ ଏମିତି ଏବେ ଯେତେବେଳେ ଏ ପାଠକୁ ଚଲେ ଏ ପାଠକୁ ଚଲେ ଆଚ୍ଛା ହଁ ଠିକ ଅଛି। ତାପରେ ସୋନାଲି ଦିନେ ଡେଲି ଦିନେ ଉଠି ପଡେ ଗୁଣ ନମ୍ବର ଦେଲେ ଏପଟେ ନାଳ କରି ଆମକୁ ତ କିସ ନା ପୁଣି ଶୋଇପଡେ। ଏଇ ରୁହ ପାଟି କେଇଟି ସେଇ ରୁମରେ ଶୁଅନ୍ତି ଯୋଉଠି ସେପଟର। ଆଉ ଯଦି ଏଠି ଶୋଇଥିଲେ ମୁଁ ଏକ ଯାଇକି ଆସିକି ଶୋଇଛି ମୋ ପୁରା ହାତ ପକେଇ ଦଉଛନ୍ତି ଏମିତି ପକେଇ ଦଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା କିଛି ବି ଶୋଇବ ପଢେ ବସିକି ରୁବିନା ତାଙ୍କର ପାଠ ପଢେଇଥିଲେ ପଇସା ଦେବେ ବସିବେ ସେରକୁ ବହି ବହି ପକେଇ ଶୋଇ ପଡିଥିବେ ରୁପାଲ ତାଙ୍କର ବହି ଉଠିକି ଶୁଅନ୍ତି। ମୁଁ ଡାକିଦେବି ରୁପାଲି ଉଠି ପଡେ ତୋର ଶୋଇ ପଡ ଆମେ ସମସ୍ତେ ପାଠ ପଢିବା ନା सोनाली तो पाठ पढ़ी होगा सब सोई मारे पाठ पढ़ी हबो कि आजकल के पढ़से जीवन ଏଇଟା ତ ମୁଁ के सोई पड़ी ଏଇଟା ମୁଁ ସେଟା ସବୁ ସାଙ୍ଗର କି ସବୁ ଭୁଲ କରି ସେମାନେ ମତେ କହି ଦିଅନ୍ତି ମତେ ଗାଳି ବି ଦିଅନ୍ତି କହି ଦିଅନ୍ତି ନା ଶୁଧନ୍ତି। ଗାଳି ବି ଦିଅନ୍ତି କହି ଦିଅନ୍ତି ସେଇଟା ସେ ମାନିଗଲେ। दस मिनट में कर दे ହଁ ଆଉ ମୁଁ ଟିକେ କାନ୍ଦି ପକେଇବି
ସମସ୍ତଙ୍କ ମନ ଦୁଃଖ ହେଇଯିବ। ଯଦି ମନ ଦୁଃଖ କରିଦିଏ ସମସ୍ତଙ୍କ ମନ ଦୁଃଖ ହେଇଯିବ। ହସୁନି କେନ ହସି ମାନେ କେନ ହସୁଛୁ ତୁ କାନ୍ଦି ମାନେ କେନ କାନ୍ଦୁଛୁ ତୁ ତାହେଲେ କ'ଣ କରାଯିବ? ମାନେ ବେଶୀ ହସିଲେ ଗାଳି ଦିଅନ୍ତି ଆଉ କମ ହସିଲେ ଗାଳି ଦିଅନ୍ତି। ମୋ ପିଲାମାନଙ୍କର ଛାତି ତଳର କଥା ଶୁଣି ମୋର ସବୁ ଦୁଃଖ କଷ୍ଟ ଉଭେଇ ଗଲାଣି। ମୁଁ ଜାଣେ ଏ ସଂସାର ପରିବର୍ତ୍ତନଶୀଳ। ଏଠି କିଏ ଆଜି ଅଛି ତ କାଲିକି ନାହିଁ। ସେହିପରି ହୁଏତ ମୁଁ ଆଜି ଅଛି କାଲିକି ନଥିବି, କିନ୍ତୁ ଏହି ପିଲାମାନଙ୍କର କଥାରେ, ହସରେ ଓ ହୃଦୟରେ ମୁଁ ସବୁବେଳେ ଥିବି ଅମର ହୋଇ। ମୋର ଆଦର୍ଶ କହିବ ମୋର ଆତ୍ମକଥା। ଗଛରେ ଅନେକ ପକ୍ଷୀ ଆସନ୍ତି, ବସା ବାନ୍ଧନ୍ତି, ପୁଣି କିଛି ଦିନ ପରେ ସେଠୁ ଉଡ଼ିଯାଆନ୍ତି। କିନ୍ତୁ ଗଛ ଉଡ଼ିଯାଇଥିବା କିମ୍ବା ନୂଆ ଆସୁଥିବା ପକ୍ଷୀମାନଙ୍କୁ କେବେ ପ୍ରତିବାଦ କରେ ନାହିଁ। ଠିକ୍ ସେହିପରି କାଲି ହୁଏତ ଆହୁରି ଅନେକ ପିଲା ମୋ କୋଳ ଛାଡ଼ି ପଳାଇ ଯିବେ ଏବଂ ଅନେକ ପିଲା ମୋ କୋଳକୁ ଆସିବେ, କିନ୍ତୁ ମୁଁ ସମସ୍ତଙ୍କୁ ଆଦର୍ଶର ସହ ବିଦାୟ ଦେବି ଏବଂ ଆଦର୍ଶର ସହ ସ୍ୱାଗତ କରିବି, କାରଣ ମୁଁ ଆଦର୍ଶ ଶିକ୍ଷାନୀ।